ପିଲାମାନେ ଆଜି ଆମେ ପଢ଼ିବା ଦଶମ ସାହିତ୍ୟ ସିନ୍ଧୁ ବହିର ଭୀମଙ୍କ ସିଂହନାଦ ରଡ଼ି, ଯାହାର କବି ହେଉଛନ୍ତି ସାରଳା ଦାସ। ସେ ପଞ୍ଚଦଶ ଶତାବ୍ଦୀର କବି। ପ୍ରଥମେ ପଢ଼ିବା କବି ପରିଚୟ। ଓଡ଼ିଆ ଭାଷାରେ ସାହିତ୍ୟ ରଚନା କରିଥିବା ଆଦିକବି ସାରଳା ଦାସ ସରଳ ବା ସାରଳା ଦାସ ରୂପରେ ପରିଚିତ। ସେ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବଙ୍କ ସମକାଳ ଅର୍ଥାତ୍ ଖ୍ରୀଷ୍ଟୀୟ ପଞ୍ଚଦଶ ଶତାବ୍ଦୀରେ ଜୀବିତ ଥିବା ଜଣାଯାଏ। ଝଙ୍କଡ଼ର ସରଳା ଚଣ୍ଡୀଙ୍କୁ ଆରାଧନା କରି ସେ କାବ୍ୟ ରଚନା ପାଇଁ ଅପୂର୍ବ ଶକ୍ତି ଲାଭ କରିଥିବାରୁ ନିଜକୁ ସାରଳା ଦାସ ବା ସାରଳା ଦାସ ରୂପରେ ପରିଚିତ କରାଇଛନ୍ତି। ତାଙ୍କର ପିତୃଦତ୍ତ ନାମ ସିଦ୍ଧେଶ୍ୱର ପରିଡ଼ା ଥିବା ଜଣାଯାଏ। ସେ ମହାଭାରତ, ଚଣ୍ଡୀପୁରାଣ, ବିଚିତ୍ର ରାମାୟଣ ଭଳି ପୁରାଣମାନ ରଚନା କରି ଯଶସ୍ୱୀ ହୋଇଛନ୍ତି। ପୂର୍ବାଭାଷ। ଭୀମଙ୍କ ସିଂହନାଦ ରଡ଼ି ବିଷୟଟି ସାରଳା ମହାଭାରତର ଗଦା ପର୍ବରୁ ଆସିଅଛି। କେଉଁଠାରୁ? ନା ଗଦା ପର୍ବରୁ, ସାରଳା ମହାଭାରତରୁ। ମହାଭାରତ ମହାସମରରେ ଆତ୍ମୀୟ ସ୍ୱଜନଙ୍କୁ ହରାଇ ମହାମାନି ଦୁର୍ଯ୍ୟୋଧନ ଦୁର୍ବାସାଙ୍କ ଉପଦେଶରେ ଆତ୍ମରକ୍ଷା ପାଇଁ ବ୍ୟାସ ସରୋବରରେ ଆତ୍ମଗୋପନ କରିଅଛନ୍ତି। ଏହି ବ୍ୟାସ ସରୋବରରେ ଶରଣ ନେଇଥିବା ବ୍ୟକ୍ତିଙ୍କୁ ମରିବା ପାଇଁ ତାର ଶତ୍ରୁ ବଳପୂର୍ବକ ପ୍ରବେଶ କଲେ ଧ୍ୱଂସ ହୋଇଯିବ ବୋଲି ଶିବ ଅଭିଶାପ ଦେଇଥିଲେ। ଅର୍ଥାତ୍ ସେ ବ୍ୟାସ ସରୋବର ଭିତରେ ଯିଏ ବଳପୂର୍ବକ ପ୍ରବେଶ କରିବାକୁ ଚେଷ୍ଟା କରିବ ସେ ଧ୍ୱଂସ ହୋଇଯିବ ବୋଲି ଶିବ ଅଭିଶାପ ଦେଇଥିଲେ। ସହଦେବଙ୍କ ମୁଖରୁ ଦୁର୍ଯ୍ୟୋଧନ ଏହି ନିରାପଦ ସ୍ଥାନରେ ଲୁଚି ରହିଥିବାର ସୂଚନା ପାଇ ଭୀମ ଶିବଙ୍କଠାରୁ ସିଂହନାଦ ପ୍ରାପ୍ତି ପାଇଁ ଦୁଇଟି ଭୟଙ୍କର ରଡ଼ି ଦେବାରୁ ମହାଲକ୍ଷ୍ମୀଙ୍କର ଅଭୟ କ୍ରୋଡ଼ରେ ଆଶ୍ରୟ ନେଇଥିବା ଦୁର୍ଯ୍ୟୋଧନ ମହାଲକ୍ଷ୍ମୀଙ୍କ ବାରଣ ନ ମାନି ତାଙ୍କୁ ଠେଲି ଦେଇ ଯୁଦ୍ଧଂ ଦେହି ଡାକରା ଦେଇ 70 ଭାର ଗଦା ଧରି କେତେ ଭାର? 70 ଭାର ଗଦା ଧରି ମହାଦର୍ପରେ ବ୍ୟାସ ସରୋବରରୁ ବାହାରି ଆସିଲେ। ଏଠାରେ ଭୀମଙ୍କ ଦ୍ୱାରା ଶିବଙ୍କଠାରୁ ସିଂହନାଦ ପ୍ରାପ୍ତି, ତାହାର ବାଦନରେ ସୌରମଣ୍ଡଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି, ମହାଲକ୍ଷ୍ମୀଙ୍କ ସାନ୍ତ୍ୱନାକୁ ଅଗ୍ରାହ୍ୟ କରି ଦୁର୍ଯ୍ୟୋଧନଙ୍କ ବିରୋଚିତ ସମ୍ମୁଖ ସମରକୁ ଆଗମନ ଆଦି ବିଷୟ ସୁନ୍ଦର ଭାବରେ ବିଚିତ୍ର ଭାବରେ କବି ବର୍ଣ୍ଣନା କରିଛନ୍ତି। ପ୍ରଥମେ ଏହାର ଶବ୍ଦାର୍ଥକୁ ଦେଖିବା। ସିଂହନାଦ, ଯାହାକି ହେଉଛି ମଇଁଷି ସିଂହରେ ନିର୍ମିତ ଏକ ବାଦ୍ୟ। ଶିବ ଭୈରବ ରୂପ ଧାରଣ କରି ସିଂହନାଦ କଲେ ପୃଥିବୀ ପ୍ରଳୟ ହୁଏ। ପୂର୍ବେ ଅଶ୍ଳେଷା ଦୈତ୍ୟ କୈଳାସ ଉପାଡ଼ି ନେଉଥିବା ବେଳେ ଋଷ୍ୟମୁଖ ପର୍ବତରେ ଥିବା ଭୀମକୁ ଶିବ ଡାକିଲେ। ଭୀମ ଅଶ୍ଳେଷା ଦୈତ୍ୟକୁ ମାରି କୈଳାସକୁ ଉଦ୍ଧାର କରିଥିବାରୁ ଶିବ ଭୀମଙ୍କୁ ବର ଯାଚିଥିଲେ। ସେହି ବରକୁ ସ୍ମରଣ କରାଇ ଭୀମ ଶିବଙ୍କଠାରୁ ଏହା ପ୍ରାପ୍ତି ପାଇଁ, କେଉଁଟା ପ୍ରାପ୍ତି ପାଇଁ? ନା ସିଂହନାଦ ପ୍ରାପ୍ତି ପାଇଁ ଦୁର୍ଯ୍ୟୋଧନକୁ ବ୍ୟାସ ସରୋବରରୁ ବାହାର କରିବା ପାଇଁ ପ୍ରୟାସ କରିଥିଲେ। ବିଶ୍ୱନାଥ ଅର୍ଥାତ୍ ଶିବ, ମାନଗୋବିନ୍ଦ, ଦୁର୍ଯ୍ୟୋଧନ, ଶୂଳଧର ଯିଏକି ହେଉଛନ୍ତି ଶିବ, ପଶୁପତି ମଧ୍ୟ ଶିବ, ଈଶ୍ୱର ମଧ୍ୟ ଶିବ, ଉମା ଅର୍ଥ ପାର୍ବତୀ, ଉପଗାରୀ ଅର୍ଥାତ୍ ଉପକାରୀ, କପିଳାସ କଇଁ ଅର୍ଥାତ୍ କପିଳାସ କୁ, ସତ୍ୟମନା ମନରେ ସତ୍ୟ କରିଥିବାରୁ, ତ୍ରିପୁରାରୀ ଅର୍ଥ ଶିବ, ବ୍ରତୀ ଅଛ ଅର୍ଥାତ୍ ବର୍ତ୍ତି ଅଛ ବା ରକ୍ଷା ପାଇଛ, ତ୍ରିଲୋଚନ ଅର୍ଥାତ୍ ଶିବ, ଦିୟସୀ ଅର୍ଥାତ୍ ଦିଅ, ସଦାନନ୍ଦ ଶିବ, ଚିରୁକୁଟି ଏଠାରେ ମୁଣି ଅର୍ଥରେ ପ୍ରୟୋଗ କରାଯାଇଛି। ଚିରୁକୁଟି ଅର୍ଥ ମୁଣି। ତିନି ଘାନ୍ତି ଅର୍ଥ ତିନିଥର, ତିନି ଘାନ୍ତି ଅର୍ଥ ତିନିଥର, ପ୍ରସର ମାନେ ବହିବା, ମୃତ୍ୟୁଜୟ ଭୁବନ ମାନେ ମର୍ତ୍ତ୍ୟ ଭୁବନ, କାଳାନଳ ଅର୍ଥାତ୍ ଭୟଙ୍କର ଅଗ୍ନି, ଆଦିତ୍ୟହୁଁ ଅର୍ଥାତ୍ ସୂର୍ଯ୍ୟଙ୍କ ଠାରୁ, ଅନ୍ତରୀକ୍ଷେ ବା ଆକାଶରେ। ବ୍ୟାସ ସରୋବର, ଓଡ଼ପା ମହାତୀର୍ଥ, ବ୍ୟାସଦେବ ଗୁପ୍ତରେ ଏଠାରେ ମହାଭାରତ ଆଉ ଅଷ୍ଟାଦଶ ପୁରାଣ ଆଦି ରଚନା କରୁଥିଲେ। ଦକ୍ଷ ଯଜ୍ଞ ନାଶ ପରେ ଶିବ ନିଜକୁ ଶୀତଳ କରିବା ପାଇଁ ଏଠାରେ ପ୍ରବେଶ କଲେ। ବ୍ୟାସଙ୍କ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହେବାରୁ ଶିବ ଅଭିଶାପ ଦେଇଥିଲେ ଯେ କୌଣସି ଶରଣାଗତ ଅନନ୍ୟୋପାୟ ହୋଇ ଶତ୍ରୁ କବଳରୁ ରକ୍ଷା ପାଇବା ପାଇଁ ଏଠାରେ ଆଶ୍ରୟ ନେଲେ ତାର ଶତ୍ରୁ ଏଠାରେ ପ୍ରବେଶ କରିପାରିବ ନାହିଁ। ଯଦି ବଳପୂର୍ବକ ପ୍ରବେଶ କରେ ତେବେ ସେ ଶତ୍ରୁ ଧ୍ୱଂସ ହୋଇଯିବ। ଏ ଅଭିଶାପ କିଏ ଦେଇଥିଲେ? ନା ମହାଦେବ। ନିଶତ ଅର୍ଥାତ୍ ବଳହୀନ, ଚୁମ୍ବିଲା ଅର୍ଥାତ୍ ସିଂହନାଦ ବଜାଇବା ପାଇଁ ଓଠରେ ଲଗାଇଲା। ଆକ୍ରେଷଣ ଅର୍ଥାତ୍ ଆକର୍ଷଣ କରି ଭିଡ଼ି ଧରି, ନଳିନୀ ପତ୍ର ଅର୍ଥାତ୍ ପଦ୍ମପତ୍ର, ଦଲଦଲିତ ଅର୍ଥାତ୍ ଥରହର ହେବା,
ସଞ୍ଚା ଅର୍ଥାତ୍ ମାପ ଚିହ୍ନିତ ଦାଗ, ମନ୍ଦର ଅର୍ଥାତ୍ ପର୍ବତ ବିଶେଷ, ନିଦ୍ରା ଭାଞ୍ଜି ମାନେ ନିଦ୍ରା ତ୍ୟାଗ କରି, ଧାତିକାର ଅର୍ଥାତ୍ ଶୀଘ୍ର, ଛଡ଼ ଲକ୍ଷ 6 ଲକ୍ଷ, ଯୋଜନ ଅର୍ଥାତ୍ 4 କୋଶ ବା 8 ମାଇଲ, ଫେରୁ ଅର୍ଥାତ୍ ସର୍ପର ଫଣା, ନବଦ୍ୱୀପ। ଦେଖ ପିଲାମାନେ, ନବଦ୍ୱୀପ ଯେଉଁ 9ଟା ଦ୍ୱୀପର ନାମ, ସେ 9ଟା ଦ୍ୱୀପ କ'ଣ କ'ଣ ନା ଗୋଟେ ହେଉଛି ଇନ୍ଦ୍ରଦ୍ୱୀପ, ଆଉ ଗୋଟେ ନାଗଦ୍ୱୀପ, ସୌମ୍ୟଦ୍ୱୀପ, ଗନ୍ଧର୍ବ ଦ୍ୱୀପ, ବରୁଣ ଦ୍ୱୀପ, କଶେରୁମାନ ଦ୍ୱୀପ, ଗଭସ୍ତିମାନ ଦ୍ୱୀପ, ତାମ୍ରପର୍ଣ୍ଣ ଦ୍ୱୀପ, କୁମାରିକା ଦ୍ୱୀପ ସ୍କନ୍ଦ ପୁରାଣ ଅନୁସାରେ। ଶପଥ ସାଗର ଦଧି, ଦୁଗ୍ଧ, ଘୃତ, ଲବଣ, ଇକ୍ଷୁ, ସୁରା, ଜଳ। ମେରୁ ଅର୍ଥ ଗୋଟେ ପର୍ବତ, ପର୍ବତ ବିଶେଷ। ଆଦିତ୍ୟ ମଣ୍ଡଳ ଅର୍ଥାତ୍ ସୂର୍ଯ୍ୟମଣ୍ଡଳ, ଭୂମଣ୍ଡଳ ମାନେ ଭୂମିମଣ୍ଡଳ, ଧ୍ରୁବମଣ୍ଡଳ ଅର୍ଥାତ୍ ଧ୍ରୁବତାରାର ପରିଧି ଅଞ୍ଚଳ, ଆଉ ଅମରମଣ୍ଡଳ ଅର୍ଥାତ୍ ସ୍ୱର୍ଗମଣ୍ଡଳ, ଧୃତରାଷ୍ଟ୍ରୀୟ ଅର୍ଥାତ୍ ଧୃତରାଷ୍ଟ୍ରଙ୍କ ପୁତ୍ର ଦୁର୍ଯ୍ୟୋଧନ ଅର୍ଥରେ। ବକ୍ଷସ୍ଥଳେ ଅର୍ଥାତ୍ ବକ୍ଷସ୍ଥଳେ ଛାତିରେ, ବାହାସ୍ଫୋଟ କରତଳ ଦ୍ୱାରା ଆଘାତ ଓ ବାହାପିଆ। ମହାଗହନ ଅର୍ଥାତ୍ ଅତି ଗମ୍ଭୀର, ବେନି ଭୁଜେ ଅର୍ଥାତ୍ 2 ହାତରେ, ଆକ୍ରୋଶୀ ଅର୍ଥାତ୍ ଆକର୍ଷଣ କରି ଭିଡ଼ି ଧରି, କମଳା ଅର୍ଥାତ୍ ଲକ୍ଷ୍ମୀ। ଦୁର୍ଯ୍ୟୋଧନ ପନ୍ନଗ ନାରାୟଣ ହୋଇଥିବାରୁ ଲକ୍ଷ୍ମୀ ତାଙ୍କ କାନ୍ଧରେ ଥିଲେ। ସେ ଚାଲିଲେ ପଦପାତରେ ସ୍ୱର୍ଣ୍ଣ ପଦ୍ମ ଫୁଟୁଥିଲା ବୋଲି ସାରଳା ମହାଭାରତରେ ବର୍ଣ୍ଣିତ। ଦ୍ୱିଜୋଧନ ଅର୍ଥାତ୍ ସେଇ ଦୁର୍ଯ୍ୟୋଧନ। ପ୍ରତଜ୍ଞା ଅର୍ଥାତ୍ ପ୍ରତିଜ୍ଞା, ଭୁଜଦଣ୍ଡ ବାଡ଼ି ପରି ହାତ ଯାହାର, ଦିଲା ଅର୍ଥାତ୍ ଦେଲା, ଅଧର ଅର୍ଥାତ୍ ଓଠ ତଳ ବା ତଳ ଓଠ। ମହାଲକ୍ଷ୍ମୀ ମହାଲକ୍ଷ୍ମୀ ଅଛିନି ବା ଅଛି, ମୁହିଁ ବା ମୁଁ, ଭର୍ତ୍ସନା ଅର୍ଥାତ୍ ଭର୍ତ୍ସନା ବା ଗାଳି ଦେବା। ଲଚ୍ଛି ଅର୍ଥାତ୍ ଲକ୍ଷ୍ମୀ, ପାମର ଅର୍ଥ ଅଧମ, ଅଜରାମ୍ବର ଅଜର ଯୁକ୍ତ ଅମର, ଅଜରାମ୍ବର ଚିରଞ୍ଜୀବୀ, ଅମରକୁ ବୁଝାଏ। ମହାତମୀ ଅର୍ଥାତ୍ ମହାକ୍ରୋଧୀ, 70 ଭାର ଗଦା ଅର୍ଥାତ୍ ଦୁର୍ଯ୍ୟୋଧନର ଗଦା ଦେହର ଓଜନ 70 ଭାର ଲେଖାଏଁ। ଖେପଇ ଅର୍ଥାତ୍ ଫୋପଡ଼ାଇ ବା ଡେଇଁ ଡେଇଁ। ବର୍ତ୍ତମାନ ଆମେ ବିଷୟଟିକୁ ବୁଝିବା। ସହଦେବ ବୋଇଲା ସ୍ୱାମୀ ଶୁଣିବା ଜଗନ୍ନାଥ, ଈଶ୍ୱରଙ୍କୁ ସିଂହନାଦ ମାଗନ୍ତୁ ପବନର ସୁତ। ସହଦେବ ଜାଣିବାକୁ ପାଇଲେ ଯେ ଦୁର୍ଯ୍ୟୋଧନ ଲୁଚିକି ବସିଛି କେଉଁଠି, ବ୍ୟାସ ସରୋବର ଭିତରେ। ଯେତେବେଳେ ସେ ଜାଣିବାକୁ ପାଇଲେ, ଏକଥା ଆସି ଜଗନ୍ନାଥଙ୍କ ଆଗରେ ଅର୍ଥାତ୍ କୃଷ୍ଣଙ୍କ ଆଗରେ କହିଲେ, ଏବଂ କୃଷ୍ଣ ସାଙ୍ଗେ ସାଙ୍ଗେ ପବନର ସୁତ ଅର୍ଥାତ୍ ଭୀମ, ଏ ବିଷୟରେ ପବନର ସୁତ କିଏ, ଭୀମ, ଭୀମଙ୍କୁ ଜଣାଇଲେ ଯେ ହେ ଭୀମ, ତୁମେ ସିଂହନାଦ ମାଗ। କାହାକୁ, ଈଶ୍ୱରଙ୍କୁ ଅର୍ଥାତ୍ ଶିବଙ୍କୁ। ଗୋବିନ୍ଦେ ବୋଇଲେ ଯେବେ ଏମନ୍ତ ଅଛି ଭୀମ, ବୁଦ୍ଧି ହରାଇ କେବେ କଲୁ ତୁ ମତି ଭ୍ରମ। ସେ ଟିକେ ହାସ୍ୟ କରିକି କହିଲେ ଯେ ଭୀମ, ତୋର ମନେ ନଥିଲା ଯେ ତୁ ପୁରା ଶିବଙ୍କ ଠାରୁ ଗୋଟେ ବର ପାଇବାର ଥିଲା, ତ ଏବେ ହିଁ ସେଇ ସମୟ, ଏବେ ହିଁ ସେଇ ଠିକ୍ ସମୟ, ମାଗ ତୁ ସିଂହନାଦ ମାଗ। ଏବେ ବହନ ତୁ ବିଶ୍ୱନାଥକୁ ସିଂହନାଦ ମାଗ, ରଡ଼ିର ନାଦେ ମାନଗୋବିନ୍ଦ ବାହାର ହେଉ ଆଗ ବେଗ। ତ ସିଏ ଶ୍ରୀକୃଷ୍ଣ କହିଲେ ଭୀମଙ୍କୁ ଯେ ଯଥାଶୀଘ୍ର ତୁମେ ସିଂହନାଦ ମାଗ ଶିବଙ୍କୁ, ଯାହାର ରଡ଼ିରେ, ଯାହାର ନାଦରେ ମାନଗୋବିନ୍ଦ ବ୍ୟାସ ସରୋବରରୁ ବାହାରିକି ଆସୁ। ଧ୍ୟାନେଣ ଚିନ୍ତିଲା ସେ ପାଣ୍ଡବ ସୁନ୍ଦର, ଆସନ କମ୍ପିଲା ଯେ ଦେବ ଷୋଳଧର। ଅର୍ଥାତ୍ ସେ ଧ୍ୟାନରେ ଚିନ୍ତା କଲା ଶିବଙ୍କୁ, କିଏ, ଭୀମ, ଯାହାଦ୍ୱାରା କି ଷୋଳଧର ଅର୍ଥାତ୍ ଶିବଙ୍କର ଆସନ କମ୍ପିଲା ସିଆଡ଼େ। ଧ୍ୟାନେଣ ଜାଣିଲେ ଯେ ଦେବ ପଶୁପତି, ସିଆଡ଼େ ପଶୁପତି ଅର୍ଥାତ୍ ଶିବ ମହାଦେବ, ସିଏ ମଧ୍ୟ ଜାଣିବାକୁ ପାଇଲେ ଯେ ତାଙ୍କୁ ଧ୍ୟାନ କରୁଛି କିଏ, ଭୀମ। ଈଶ୍ୱରେ ବୋଇଲେ ଦେବୀ ଶୁଣଗ ପାର୍ବତୀ, ସିଏ ଡାକିକି କହୁଛନ୍ତି ପାର୍ବତୀଙ୍କୁ, ଆମ୍ଭନ୍ତ ସିଂହନାଦ ମାଗୁଅଛି ବୀର ଭୀମା, ତୁମ୍ଭ ବିଚାରକୁ କିସ ଯୋଗାଇ ଗୋ ଉମା। ସେ ପାର୍ବତୀଙ୍କୁ, ମାତା ପାର୍ବତୀଙ୍କୁ ପଚାରୁଛନ୍ତି ଯେ ଭୀମ ମୋତେ ସିଂହନାଦ ମାଗୁଅଛି, କ'ଣ କରିବା। ପାର୍ବତୀ ବୋଇଲେ ଭୀମସେନ ଆମ୍ଭ ଉପକାରୀ, ବେଳେ ବେଳେ ପାଣ୍ଡବେ ଆମ୍ଭ କପିଳାସ କଇଁ ଉଦ୍ଧାରୀ। ସେ କହିଲେ ଯେ ଭୀମ ହେଉଛି ଆମର ଉପକାରୀ, ଆଉ ପାଣ୍ଡବମାନେ ମଧ୍ୟ ଆମକୁ ବାରମ୍ବାର ସାହାଯ୍ୟ କରୁଛନ୍ତି, ତ ସତ୍ୟମାନ ଇଛି ଦେବ ଯେ ତ୍ରିପୁରାରୀ, ପାର୍ବତୀ ବୋଇଲେ ସିଂହନାଦ ଦିଅସି ବହନ।
ପାଣ୍ଡବଙ୍କ ହେତୁ ତୁମ୍ଭେ ବ୍ରତୀ ଅଛ ତ୍ରିଲୋଚନ। ପାର୍ବତୀ ତାଙ୍କୁ କହିଲେ, ଶିବଙ୍କୁ କହିଲେ ଆଉ ମହାଦେବଙ୍କୁ କହିଲେ ଯେ ତାଙ୍କୁ ସିଂହନାଦ ଦିଅ, କାରଣ ସେମାନଙ୍କ ଯୋଗୁଁ ଆମ୍ଭେ ବଞ୍ଚିକି ଅଛେ କିମ୍ବା ତୁମ୍ଭେ ବଞ୍ଚିକି ଅଛ ତ୍ରିଲୋଚନ। ତେଣୁ ତାଙ୍କୁ ବହନ ଅର୍ଥାତ୍ ଶୀଘ୍ର ସିଂହନାଦ ଦିଅ। ସଙ୍କଟ କାଳେ ତୁମ୍ଭନ୍ତ ଉଦ୍ଧାରନ୍ତି ପୁଣ, ଦିଅସି ସିଂହନାଦ ପ୍ରସନ୍ନ ବଦନେଣ। ଖୁସି ବଦନରେ ଆଉ ପ୍ରଫୁଲ୍ଲ ମନରେ ସିଂହନାଦକୁ ପ୍ରଦାନ କର। ଘନ ଘନ ଆସନ କମ୍ପଇ ସଦାନନ୍ଦ, ଚିରୁକୁଟିରୁ କାଢ଼ି ଦିଲେ ସେ ସିଂହନାଦ। ଇଆଡ଼େ ଆକାଶ କମ୍ପିବାକୁ ଲାଗିଲା। ସଦାନନ୍ଦ ଅର୍ଥାତ୍ ଶିବ ଯେତେବେଳେ ନିଜ ଚିରୁକୁଟିରୁ ସିଂହନାଦକୁ କାଢ଼ିଲେ। ଈଶ୍ୱରେ ବୋଇଲେ ତୁ ବହନ ହୋଇଯିବୁ, ତିନି ଘାନ୍ତି ମାତ୍ରକ ଶବଦ ଭୀମସେନକୁ ସହିବୁ। ସିଂହନାଦକୁ ହାତରେ ଧରିକି ଈଶ୍ୱର ଅର୍ଥାତ୍ ଶିବ ମହାଦେବ କହୁଛନ୍ତି ଯେ ତୁ ଯିବୁ ଆଉ ମାତ୍ର ତିନି ଘାନ୍ତି ରଡ଼ି ଭୀମସେନର ସହିବୁ। ସିଂହନାଦ ଆସନ୍ତେ ପ୍ରସର ପବନ, ଶବଦେ କମ୍ପୁଅଛି ମୃତ୍ୟୁ ଯେ ଭୁବନ। ଆଉ ସିଂହନାଦ ଯେତେବେଳେ ଉଡ଼ିକି ଆସିଲା ପବନରେ କିମ୍ବା ତାର ଶବ୍ଦରେ ତ୍ରିଭୁବନ କମ୍ପିଲା। କାଳନଳ ଜାଣି ବିକାଶୀ ସିଂହନାଦ ଜ୍ୟୋତି, ଆଦିତ୍ୟହୁଁ ସତେ ଗୁଣ ତେଜ ବିକାଶନ୍ତି। କାଳାନଳ ଅର୍ଥାତ୍ କାଳଯୁକ୍ତ ଅନଳ, ସେ ଅଗ୍ନିକୁ ଭୟଙ୍କର ଅଗ୍ନିକୁ ବୁଝାଉଛି। ଆଉ ଆଦିତ୍ୟଙ୍କଠୁ ବି ଅଧିକ ସତଗୁଣରେ ତେଜ କିଏ ବିକଶିତ କରୁଥିଲା, କିଏ ସେ ଜ୍ୟୋତି ଛାଡ଼ୁଥିଲା ନା ସିଂହନାଦ। ସିଂହନାଦର ଦେହରୁ ଏତେ ଜ୍ୟୋତି ବାହାରୁଥିଲା। କାଳାନଳଠୁ ବି ଅଧିକ ଜ୍ୟୋତି, ଆଦିତ୍ୟଙ୍କ ଠାରୁ ବି ଅଧିକ ଜ୍ୟୋତି। ଅନ୍ତରୀକ୍ଷେ ଆସି ପ୍ରବେଶ ହୋଇଲା ବ୍ୟାସ ସରୋବର ତୀରେ, ପାଣ୍ଡବ ସୁନ୍ଦର ଭୀମ ଧଇଲା ତାହା କରେ। ପାଣ୍ଡବ ସୁନ୍ଦର ଭୀମ ତାକୁ ହାତରେ ଧଇଲା। ଆରେ ଆରେ ନିଶତ କିମ୍ପା ହଉ ମାନ ଗୋବିନ୍ଦ, କରେ ଧରି ପାଣ୍ଡବ ତାହା ଚୁମ୍ବିଲା ସିଂହନାଦ। ସିଂହନାଦକୁ ଚୁମ୍ବିଲା ଆଉ ମାନ ଗୋବିନ୍ଦକୁ ଡାକିବା ପାଇଁ ପ୍ରସ୍ତୁତ ହେଲା ସିଂହନାଦ ବଜାଇକି। ଆକ୍ରେଷୀଣ ସିଂହନାଦ ଭୀମସେନ ଗାଢ଼େ କଲେ ବାଦ୍ୟ। ବହୁତ ଜୋରରେ ସିଂହନାଦକୁ ବାଦ୍ୟ କଲେ କିଏ? ଭୀମସେନ। ମହିମଣ୍ଡଳ କମ୍ପିଲା ପ୍ରଥମ ଶବଦ, ପ୍ରଥମ ଶବ୍ଦରେ ମହିମଣ୍ଡଳ କମ୍ପିଲା। ନଳିନୀ ପତ୍ରରେ ଯେହ୍ନେ ପଡ଼ନ୍ତେଣ ପାଣି, ଯେମିତି ପଦ୍ମପତ୍ରରେ ପାଣି ପଡ଼ିଲେ ଦଲଦଲିତ ହୁଏ, ପୃଥିବୀ ଦଲଦଲିତ କମ୍ପଇ ମେଦିନୀ, ସେଇଭଳିଆ ପୃଥିବୀ ମଧ୍ୟ ଦଲଦଲିତ ହେଲା, ମେଦିନୀ ଥରି ଉଠିଲା। ସଞ୍ଚା ଛାଡ଼ି କରି ଯେ ବୁଲଇ ମନ୍ଦର, ମାନଗୋବିନ୍ଦ ନିଦ୍ରା ଭାଞ୍ଜି ଉଠି ବସିଲା ଧାତିକାର। ପ୍ରଥମ ରଡ଼ି ଯେତେବେଳେ ଛାଡ଼ିଛନ୍ତି ସିଂହନାଦର କିଏ? ଭୀମ। ସେତେବେଳେ ମାନଗୋବିନ୍ଦର ନିଦ୍ରା ଭାଙ୍ଗିଗଲା। ସେ ଯେଉଁ ବ୍ୟାସସର ଭିତରେ ଧ୍ୟାନରେ ଥିଲା ତା ନିଦ୍ରା ଭାଙ୍ଗି ସେ ଉଠି ବସିଲା। ପୁଣ ଆରେକ ରଡ଼ିଏ ଦିଲା ବୀର ଭୀମ, ଛଡ଼ ଲକ୍ଷ ଯୋଜନେ ଆକାଶେ କମ୍ପିଲା ବୀର ଯମ। ଛଡ଼ ଲକ୍ଷ ଯୋଜନ ଦୂରରେ ଥିବା ଯମ ମଧ୍ୟ କମ୍ପି ଉଠିଲା ଦ୍ୱିତୀୟ ରଡ଼ିରେ। ପାତାଳେ ଅନନ୍ତ ନାଗର କମ୍ପିଲାକ ଫେରୁ। ଦ୍ୱିତୀୟ ରଡ଼ିରେ ଆଉ କ'ଣ ହେଲା ନା ପାତାଳରେ ଥିବା ଅନନ୍ତ ନାଗର ଫେରୁ ଅର୍ଥାତ୍ ଫଣା କମ୍ପିବାକୁ ଲାଗିଲା। ନବଦ୍ୱୟ ଶପଥ ସାଗର କମ୍ପିଲା, ଟଳମଳ ହୋଇଲା କମେରୁ। ନବଦ୍ୱୀପ ଯାହାକି ସୂଚନା କିମ୍ବା ଶବ୍ଦାର୍ଥରେ ତୁମକୁ କୁହାଯାଇଥିଲା, ଆଉ ସପ୍ତ ସାଗର, ସାତଟା ସାଗର କମ୍ପିବାକୁ ଲାଗିଲା ଏଇ ଦ୍ୱିତୀୟ ରଡ଼ିରେ। ଆଦିତ୍ୟ ଭୂମଣ୍ଡଳ, ଧ୍ରୁବମଣ୍ଡଳ, ଅମର ମଣ୍ଡଳ, ଯେତେ ସବୁ ମଣ୍ଡଳ ଥିଲା ସବୁ ଆକାଶେ ଲାଗିଲା ଉଛୁଳିଲା ସିନ୍ଧୁ ଜଳ। ସବୁ କମ୍ପିବାକୁ ଲାଗିଲା ଆଉ ଆକାଶରେ ସିନ୍ଧୁର ଜଳ ଉଛୁଳିକି ଲାଗିଲା। ମାନେ ଏତେ ଉଞ୍ଚା ସମୁଦ୍ରରେ ଢେଉ ସୃଷ୍ଟି ହେଲା। ରେ ରେ କାର କରି ରାଜା ଧୃତରାଷ୍ଟ୍ରୀ, ବକ୍ଷସ୍ଥଳେ ମାରି ବାହସ୍ଫୋଟ ଗର୍ଜିଣ ବେଗେ ଉଠିଗଲା କିଏ? ଧୃତରାଷ୍ଟ୍ରୀ ଅର୍ଥାତ୍ ଦୁର୍ଯ୍ୟୋଧନ। ଆଉ ସମ୍ଭାଳି ପାରିଲାନି। ମହାଗହନ ନିଶ୍ୱାସ ବୁଲାଇ ବେନି ଡୋଳା, ନିଶ୍ୱାସ ଜୋରେ ନେଇ ଡୋଳାକୁ ବେନି ଡୋଳାକୁ ଅର୍ଥାତ୍ ଦୁଇ ଡୋଳାକୁ ବୁଲାଇ, ବେନି ଭୁଜେ ଅର୍ଥାତ୍ ଦୁଇ ହାତରେ ଆକ୍ରୋଶୀ ଧଇଲେ କମଳା, କମଳା ତାଙ୍କୁ ଧରିଲେ ଦୁଇ ହାତରେ। ଆରେ ଆରେ ଦୁର୍ଯ୍ୟୋଧନ, ଅପାର ପ୍ରତିଜ୍ଞା ଯେ କଲୁ ବାବୁ, ବୋଇଲୁ ଯେ ବୀର ଭୀମର 7 ରଡ଼ି ସହିବୁ। ଆରେ ତୁ ପରା ଦୁର୍ଯ୍ୟୋଧନ କହିଥିଲୁ ଭୀମର 7ଟା ରଡ଼ି ସହିବୁ ପଛେ ଏଠି ରହିବୁ, ପ୍ରତିଜ୍ଞା କରିଥିଲୁ। ଲକ୍ଷ୍ମୀ ତାଙ୍କୁ ବୁଝାଉଛନ୍ତି। କିଏ ବୁଝାଉଛନ୍ତି? ଲକ୍ଷ୍ମୀ। ବୋଇଲୁ ଯେ ଭୀମ 7 ରଡ଼ି ସହିବୁ ଅର୍ଥାତ୍ 7ଟା ରଡ଼ି ଭୀମର ସହିପାରିବୁ ବୋଲି ସେ ବୁଝେଇଲେ। ମାନଗୋବିନ୍ଦ ରାଜା କମଳା ଭୁଜଦଣ୍ଡ ଦିଲା ପେଲି, ଅର୍ଥାତ୍ କମଳା ଅର୍ଥାତ୍ ଲକ୍ଷ୍ମୀଙ୍କର ହାତକୁ ସେ ଠେଲିଦେଲା ଓ ଅଧର ପୁଷ୍ଟ କରି ପଳା ଯା ବୋଲି ବୋଲି ଇଆଡ଼େ କହୁଥାଏ ମୁହଁରେ ଯା ତୁ ପଳା, ମହାଲକ୍ଷ୍ମୀଙ୍କୁ ସେ ତଡ଼ିଦେଲା। ମହାଲକ୍ଷ୍ମୀ ବୋଇଲେ ଯେ ପଳାଉ ଅଛି ନିମୁହିଁ,
ହଉ ଠିକ୍ ଅଛି, ମୁଁ ଯାଉଛି। ମହାଲକ୍ଷ୍ମୀ କହିଲେ, ତୋହର ଭର୍ତ୍ସନା ବୋଲିବାକୁ ଥିଲି ତ ବାଟ ଚାହିଁ, ମୁଁ ତ ହେଇ କଥା ହିଁ ଚାହୁଁଥିଲି। ମହାଲକ୍ଷ୍ମୀ ତା କବଳରୁ ମୁକ୍ତ ହେବାକୁ ଚାହୁଁଥିଲେ, ତ ତାଙ୍କୁ ମୁକ୍ତି ବି ମିଳିଗଲା, ସିଏ ବି ଖୁସି। ଲକ୍ଷ୍ମୀ ବୋଲେ, ଆରବ ରଡ଼ିଏ ଯେବେ ସହିବୁ ପାମର, ରେ ପାପି ଆଉ ଗୋଟେ ରଡ଼ି ସହିବୁ ଯଦି, ଇଏ ରଡ଼ି ସହିଲେ ତୁରେ ହୋଇବ ଅଜରାମ୍ବର, ଅଜର ଅମର ହେଇଯିବୁ ତୁ, ଏ ଗୋଟେ ରଡ଼ି ଆଉ ସହିଦେବୁ ଯଦି। ଏତେ ବୋଲି ତତ୍କ୍ଷଣେ ଛାଡ଼ିଲେ ମହାଲକ୍ଷ୍ମୀ ତାକୁ ଛାଡ଼ିଗଲେ। କଦଳୀ ପତ୍ର ପ୍ରାୟ କମ୍ପଇ ମହାତମୀ। ଇଆଡ଼େ ଦୁର୍ଯ୍ୟୋଧନ ରାଗରେ ଭୀମର ଦ୍ୱିତୀୟ ରଡ଼ି ଶୁଣି କମ୍ପିବାକୁ ଲାଗିଲାଣି। 70 ଭାର ଗଦା ଘେନି କରସ୍ଥଳେ ହାତରେ 70 ଭାରର ଗଦା ଧରି ଖେପଇ ମାନଗୋବିନ୍ଦ ଯେ ଚିତ୍ତ ଅନ୍ତରାଳେ। ବ୍ୟାସ ସରୋବର ଭିତରକୁ ଯେଉଁ ଯାଇଥିଲା, ହଠାତ୍ ବାହାରିକି ଆସିଲା ବାହାରକୁ। କେଉଁ ଆଶାରେ? ନା ଯୁଦ୍ଧ କରିବା ଆଶାରେ ଭୀମ ସହିତ। ତ ଏତିକିରେ ଏହି ବିଷୟଟି ସରୁଛି। ବିଷୟଟି ଶୁଣିବାକୁ ଯଦି ଭଲ ଲାଗିଲା ତେବେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଏବଂ ଶେଷ ପର୍ଯ୍ୟନ୍ତ ଦେଖିସାରିଲା ପରେ କ'ଣ ଏମିତି କେଉଁଠି ଭୁଲ ରହୁଛି ପଢ଼େଇବାରେ କିମ୍ବା କେଉଁଠି ଆଉ ଟିକେ ବେଟର୍ ହେଇପାରିବ କମେଣ୍ଟରେ ଜଣାନ୍ତୁ। ଥ୍ୟାଙ୍କ ୟୁ।